ଆସୁନ ଖାଇବ। ହଁ ମୋର ଭୁଲ ହେଇଗଲା, ମୁଁ ଆଉ କହିବିନି। হ্যাঁ ভুল ହେଲା কিসব ভুল ହେଲା হ্যাঁ কিসব ভুল ହେଲା ହେଲା କଣ କରୁଛ କିସ ଗଲା କି হ্যাঁ ଗେଲା ଏଠି বাইরে ଖେଳୁଛି। ଗଲ ମୋତେ ପାଣି ଆଣ ଓହୋ ନେ ପାଣି। ପୁରା ଥକି ପଡିଥିଲା କଣ ଖାଇବା ହେଇଛି ନା ହଁ ଖାଇବା ହେଇଛି, ଆସ ଖାଇବ। ପାଇଛୁ ତ ଗୋଟେ ଚାକରାଣୀ ଆଉ, ସକାଳ ପହରୁ ତ ଖଟୁଛନ୍ତି ଆଉ, ରୋଷେଇ ହେଇଥିବ ନା? ହେଇଛି, ଆସ ଖାଇବ। କଣ ଏମିତି କଥାଟା କହୁଛ ହ্যাঁ କଣ କହୁଛ ଚାକରାଣୀ ଫାକରାଣୀ କଣ କହୁଛ ହ্যাঁ ତମେ ଦିନରେ 2 ଘଣ୍ଟା ରାନ୍ଧୁଛ ବୋଲି ନିଜକୁ ତମେ କହୁଛ ଚାକରାଣୀ ଫାକରାଣୀ ଆଉ ଆମେ ଯୋଉ ରାତି ପାଇଲା କତରୁ ଘରୁ ବାହାରି ହଉଛୁ ରାତି ହେଲେ ଆସିକି ଘରକୁ ଫେରୁଛୁ ତାହେଲେ ଆମେ ତାହେଲେ ନିଜକୁ ତାହେଲେ କଣ କହିବୁ হ্যাঁ ମାନେ ଭାବୁଛ ଆମେ 2 ଘଣ୍ଟା ରୋଷେଇ କରିଦଉଛୁ ବୋଲି ଆମେ ହଉଛୁ ସବୁ କାମ କରିଦଉଛୁ ଆମେ ଯୋଉ କଲାର ରାତି ପାଇଲା କତରୁ ବାହାରି ହଉଛୁ ପୁରା ପରିବାର ସଂସାରର ପୁରା ବୁଝ କଲାର ମୁଣ୍ଡେଇକି ବୁଝୁଛୁ ତାହେଲେ ଆମେ କଣ କରିବୁ ତାହେଲେ হ্যাঁ ଭାରି ଗୋଟେ କାମ କରିଦଉଛ ଆଉ হ্যাঁ 2 ଘଣ୍ଟା ରାନ୍ଧୁଛ ସେଇଟା ଗୋଟେ କାମ କିଛି ନା ଆମେ କାମ କରୁ ଚାକରାଣୀ ହେଲେ ଆମେ ଯୋଉ ଦିନମାନ କଲାର ଯାଇକି ବାହାରେ କଲାର କେତେ କଷ୍ଟରେ ଖଟୁଛୁ କଣ କରୁଛୁ କିଏ କାମ କରୁଛୁ ତାର ଠିକ ନାହିଁ ଏତେ କାମ କଲା ପରେ ବି ସୁଦ୍ଧା କଲାର ସଂସାର ପାଇଁ ଆମେ କଣ ନାହିଁ କଣ କରୁଛୁ ଆମେ ତାହେଲେ ଆମେ ତାହେଲେ କଣ କରିବୁ ଯୋଉ ମୁଁ ଖାଇବି ଆସୁନ ଖାଇବ। ହଁ ମୋର ଭୁଲ ହେଇଗଲା, ମୁଁ ଆଉ କହିବିନି। হ্যাঁ ভুল ହେଲା কিসব ভুল ହେଲା হ্যাঁ কিসব ভুল ହେଲା 2 ଘଣ୍ଟା ରୋଷେଇ କରିକି ଦେଇ ଦଉଛ ବୋଲି ଭାରି ଗୋଟେ ଇଏ କରିଦଉଛ ଏତେ କଥା କହୁଛ ଚାକରାଣୀ ଫାକରାଣୀ କଣ କହୁଛ ମୁଁ ଖାଇବିନି ଯୁଆ ତମେ ଖାଇବି ଯୁଆ ଆସୁନ ଖାଇବ। କହିଲି ଆମର ଭୁଲ ହେଲା, ଘରେ କହିବିନି। ଆସ ଆସ ଆସ। ଆଉ କହିବ ନା କେଦିନ ନା ବାସ୍ ଆରେ ସମସ୍ତ କାମ ପାଇଁ ସମସ୍ତେ ବ୍ୟସ୍ତ ତମେ ଯାର ଘର କାମ ପାଇଁ ତମେ ବ୍ୟସ୍ତ ଆମେ ସାର ଆମେ ବାହାରର କାମ ପାଇଁ ଆମେ ବ୍ୟସ୍ତ ଆମେ ଆଜି ବାହାରୁ ନ କଲେ ନ ଖଟିଲେ ତମେ କେର ଖାଇବ ଦେଖିଆ ଚାଲ